ବାଲେଶ୍ୱର ଜିଲ୍ଲା ଅତି ସୁନ୍ଦର ଭାବରେ ସମସ୍ତେ ଜାଣିଛନ୍ତି, କିନ୍ତୁ ଏ ଜିଲ୍ଲା ଭିତରେ ଯେ କେତେ କଳା କାରନାମା ଲୁଚି ରହିଛି ତାହା ଦେଖିବାକୁ ଏବେ ବାକି ରହିଛି। ଆଉ ତାହାର ଗୋଟିଏ ଛବି ଆଜି ଆମ କ୍ୟାମେରାରେ କଏଦ ହେଇଛି। ଖଞ୍ଜାମାହାଲ ପଥର ଖାଦାନରେ ବେଆଇନ ପଥର ବିସ୍ଫୋରଣ, କହିଲେ ପୁଣି ନାଲି ଆଖି। ଚାଲାଣ ବନ୍ଦ ନ ହେବା ଚିନ୍ତାର ବିଷୟବସ୍ତୁ ପାଲଟିଛି। ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ, ଆଉ ବନ୍ଦ ହେବାର ଗତିବିଧି କିଛି ବି ଜଣାପଡ଼ୁନି। ପୁଲିସର ଚେକପୋଷ୍ଟ ବି ତ ଅଛି, କିନ୍ତୁ ଏଥିରେ ମାଫିଆଙ୍କ ନାଲି ଆଖି ଆଗରେ ସବୁ ଶ୍ରୀହୀନ ହୋଇପଡ଼ିଛି। କିଛି ଅସାଧୁ ପୋଲିସ କର୍ମଚାରୀ, ପ୍ରଶାସନିକ ଅଧିକାରୀଙ୍କ ପକେଟ ଗରମ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ବେଆଇନ ପଥର ଚାଲାଣକୁ ସବୁଦିନ ପାଇଁ ବନ୍ଦ କରିବାରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପରେ ସ୍ଥାଣୁ ପଲଟି ଯାଇଛି ଓ ବିଫଳ ମଧ୍ୟ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ବନ୍ଦ ପଡ଼ିଥିବା ପଥର ଖାଦାନ ଗୁଡ଼ିକରେ ବିସ୍ଫୋରଣ ହେଉଥିବା ଖବର ପାଇ ଜିଲ୍ଲା ଖଣିଜ ବିଭାଗ କନିଷ୍ଠ ଅଧିକାରୀ ସ୍ୱର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ପୋଲିସ ଫୋର୍ସ ସହାୟତାରେ ଚଢ଼ାଉ କରିଥିଲେ। ଖାଦାନ ଭିତରକୁ ଯିବା ବେଳକୁ ପଥର ମାଫିଆମାନେ ରାସ୍ତାରେ ବଡ଼ ବଡ଼ ପଥର ପକାଇ ଅବରୋଧ କରି 5 ପ୍ରୋକ୍ଲିନ୍ ମେସିନକୁ ବ୍ୟକ୍ତିଗତ ଜାଗାରେ ଲୁଚାଇ ରଖିଥିଲେ। ଖଣି ଅଧିକାରୀ ତହସିଲଦାର ଉକ୍ତ 5ଟି ପ୍ରୋକ୍ଲିନ୍ ମେସିନ ଜବତ କରିଥିଲେ, କିନ୍ତୁ ତାପରେ ବି କେବଳ ବିଫଳ ଆଉ ବିଫଳ। ପ୍ରକୃତରେ କିଏ ଅଛି ଏମାନଙ୍କ ପଛରେ? କାହା ଛତ୍ରଛାୟା ତଳେ ଏମାନେ କରୁଛନ୍ତି ଏମିତି କାମ? ତାହା ତ ଦେଖିବାକୁ ବାକି ରହିଲା। ଆଉ ନିଶ୍ଚିତ ତାହା ମଧ୍ୟ ଆମେ ଆପଣଙ୍କୁ ଦେଖାଇବୁ, କାରଣ ସେ ସମସ୍ତର ଫୁଟେଜ ମଧ୍ୟ ଆମ ପାଖରେ ଅଛି ଆଉ ଆମ ହାତ ଲାଗି ସାରିଛି। ଏସବୁ ଏବେ ପର୍ଦ୍ଦାଫାଶ ହବ ତ ନିଶ୍ଚିତ। ଏଇଠି କେବଳ ଆରମ୍ଭ। ବାଲେଶ୍ୱରରୁ ଦେବାଶିଷ ଦାସଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।